ମୋ ନାଁ ଧନେଶ୍ୱର ସାହୁ। ମୁଁ ଜଣେ ଅବସରପ୍ରାପ୍ତ ଦର୍ଶନ ଅଧ୍ୟାପକ। ଏଠି ଯେଉଁ ଆଲୋଚନା ଚକ୍ର ହେଉଛି, ଯେଉଁ ଜାତୀୟ ସମ୍ମିଳନୀ ହେଉଛି, ସେ ହେଉଛି ଗାନ୍ଧୀ ଓ ଆମ୍ବେଦକର ଧନେଶ୍ୱର ସାହୁଙ୍କ ଦୃଷ୍ଟିରେ। ତେଣୁ ସେଇ ସମ୍ପର୍କରେ ଏ 2 ଦିନ ଧରିକିରି ଆଲୋଚନା ହେବ। ଆଉ ଓଡ଼ିଶାରୁ, ଓଡ଼ିଶା ବାହାରୁ କିଛି ଗବେଷକ, ଚିନ୍ତକ, ଅଧ୍ୟାପକ ସବୁ ଆସିଛନ୍ତି, ଯେଉଁମାନେ କି ଏହି ସମ୍ପର୍କରେ ଲେଖିଛନ୍ତି ଓ ତାଙ୍କର ପ୍ରବନ୍ଧ ଉପସ୍ଥାପନ କରିବେ। ମାନେ ଗାନ୍ଧୀଙ୍କୁ ପୁନା ଆକ୍ଟ ଠାରୁ ବହୁତ ଖରାପ ହେଉଛି, ଏ ବିଷୟରେ କ'ଣ କହିବେ? ଆପଣଙ୍କର ଦର୍ଶନ କ'ଣ? ନାଇଁ, କେତେକ କ୍ଷେତ୍ରରେ ଉଭୟଙ୍କ ଭିତରେ ମତ ପାର୍ଥକ୍ୟ ଥିଲା। ଆଉ ମତ ପାର୍ଥକ୍ୟ ରହିବାଟା ଗୋଟେ ନିହାତି ସ୍ୱାଭାବିକ ଘଟଣା, ବୌଦ୍ଧିକ ମତ ପାର୍ଥକ୍ୟ। କିନ୍ତୁ ଉଭୟଙ୍କର ଅବଦାନ ସାମାଜିକ ଜୀବନକୁ, ରାଷ୍ଟ୍ରୀୟ ଜୀବନକୁ, ମାନବ ଜାତି ପ୍ରତି ତାକୁ ଅସ୍ୱୀକାର କରାଯାଇପାରିବ ନାହିଁ। ମାନବିକ ଅଧିକାର, ସାମାଜିକ ନ୍ୟାୟ, ସମତାର ଭାବ, ବ୍ୟକ୍ତି ମର୍ଯ୍ୟାଦାବୋଧ, ଏଇଗୁଡ଼ିକ ଆମ୍ବେଦକରଙ୍କ ପାଇଁ ମୌଳିକ ପ୍ରଶ୍ନ ଥିଲା, ଯାହା ପାଇଁ ସେ ଜୀବନ ସାରା ସଂଗ୍ରାମ କରିଛନ୍ତି। ଅପରପକ୍ଷରେ ଦେଶରୁ ସାମ୍ରାଜ୍ୟବାଦର ବିଲୋପ ହେଉ, ଦେଶରୁ ସାମ୍ରାଜ୍ୟବାଦ ଯାଉ, ଦେଶ ସ୍ୱାଧୀନ ରାଜନୈତିକ ସ୍ୱାଧୀନତା ଲାଭ କରୁ, ଫଳରେ ଦେଶର ପୁନର୍ଗଠନ ସହଜ ହୋଇପାରିବ, ଏହା ଥିଲା ଗାନ୍ଧୀଙ୍କର ଦୃଷ୍ଟିଭଙ୍ଗୀ। ସମାଜରେ ବହୁ ସମସ୍ୟା ଥାଇପାରେ, କିଏ କେଉଁ ସମସ୍ୟାକୁ ପ୍ରାଧାନ୍ୟ ଦେଇକରି ଲଢ଼ିବେ, ସେଇଟା ତାଙ୍କ ରୁଚି, ତାଙ୍କ ବିଶ୍ୱାସ, ତାଙ୍କର କନଭିକ୍ସନ୍ ଉପରେ ନିର୍ଭର କରେ। ତେଣୁ ସମାଜରେ କେତେ ପ୍ରକାରର ସମସ୍ୟା ଅଛି, ଆଜି ବି ଅଛି। ତେଣୁ କିଏ କେଉଁ ସମସ୍ୟାକୁ ପ୍ରାଧାନ୍ୟ ଦେଉଛି, ତାଙ୍କର ରୁଚି ଆଉ ତାଙ୍କର ଚିନ୍ତାଧାରା ଉପରେ ନିର୍ଭର କରେ। ଗାନ୍ଧୀ ଆମ୍ବେଦକରଙ୍କ ଭିତରେ ଯେଉଁ କିଛି ମତ ପାର୍ଥକ୍ୟ ଥିଲା, ପରେ ତାହା ଦୂର ହେଲା। ଉଭୟଙ୍କ ପ୍ରତି ଗଭୀର ସମ୍ମାନ ଓ ଶ୍ରଦ୍ଧା ରହିଥିଲା। ଯୁବପିଢ଼ିମାନଙ୍କୁ ଗାନ୍ଧୀ ବିଚାରଧାରା କିପରି ଆକୃଷ୍ଟ କରିବ? ଗାନ୍ଧୀଙ୍କର ଯଦି ଆମେ ପଢ଼ିବା ଆଉ ଗାନ୍ଧୀଙ୍କର ବିଚାରଧାରା ଦ୍ୱାରା ଅନୁପ୍ରାଣିତ ହେବା, ଗୋଟେ ଭଲ ଜୀବନ ବଞ୍ଚିପାରିବା। ଗୋଟିଏ ଭଲ ଜୀବନ ବଞ୍ଚିବା ପାଇଁ, ନୀତିପୂର୍ଣ୍ଣ ଜୀବନ ବଞ୍ଚିବା ପାଇଁ, ଅହିଂସା ଜୀବନ ବଞ୍ଚିବା ପାଇଁ ଗାନ୍ଧୀ ଆମକୁ ଅନେକ ପ୍ରେରଣା ଯୋଗାଇବେ। ଆଉ ଯଦି ଆମେ ଗାନ୍ଧୀଙ୍କୁ ଖାଲି ଏଇ ଆପଣ ଯେଉଁ ପ୍ରଶ୍ନ କଲେ ହ୍ୱାଟ୍ସଆପ୍ ୟୁନିଭର୍ସିଟିରୁ ବୁଝିବା ପାଇଁ ଚେଷ୍ଟା କରିବା, ତାହେଲେ ଆମେ ବିଫଳ ହେବା। ଅନେକ ଲୋକ ଚାହୁଁଛନ୍ତି ଗାନ୍ଧୀକି ପୁନରାୟ ହତ୍ୟା କରୁଛନ୍ତି। ଗାନ୍ଧୀ 1948 ମସିହା ହତ୍ୟା ଦ୍ୱାରା ବର୍ତ୍ତମାନ ମଧ୍ୟ ହତ୍ୟା କରୁଛନ୍ତି। ଏପରି ଯୁବପିଢ଼ିମାନେ ମଧ୍ୟ ପଥପ୍ରାନ୍ତ କରୁଛନ୍ତି, କିପରି ବାଟକୁ ଆଣିପାରିବେ? ହଁ, ଯଦି ଗାନ୍ଧୀଜୀଙ୍କର ବିଷୟରେ ବିଭିନ୍ନ ସ୍ଥାନରେ ଆଲୋଚନା ଚକ୍ର ହେବ, ତାଙ୍କର ପୁସ୍ତକମାନଙ୍କୁ ଜନପ୍ରିୟ କରାଯିବ, ସେସବୁକୁ ଅଧ୍ୟୟନ କରାଯିବ, ତାହେଲେ ଆମେ ଦେଖିବା ଗାନ୍ଧୀଙ୍କ ବିଚାରଧାରା କେବଳ ଭାରତକୁ ନୁହଁ, ସମଗ୍ର ମାନବ ଜାତି ପ୍ରତି ତାଙ୍କର ଅମୂଲ୍ୟ ଅବଦାନ ରହିଛି। ଆଜିର ଯୁଗରେ ଯେତେବେଳେ ହିଂସା, ଯୁଦ୍ଧ, ସନ୍ତ୍ରାସବାଦ ଏଇସବୁର ପ୍ରସାର କରାଯାଉଛି, ୟାର ପରିଣତି କ'ଣ ହେବ? ୟାର ପରିଣତି ହେଉଛି ହିଂସା, ପରସ୍ପର ପ୍ରତି ବିଦ୍ୱେଷ, ଘୃଣା, ଇଏ ହେଉଛି ତା'ର ପରିଣାମ। କିନ୍ତୁ ତା'ର ବିପରୀତ କଥା ହେଉଛି ମାନେ ଅନ୍ୟକୁ ଭଲ ପାଇବା, ଅନ୍ୟ ପ୍ରତି ସମ୍ବେଦନଶୀଳ ହେବା, ଅନ୍ୟର ସୁଖ ଦୁଃଖରେ ସହାନୁଭୂତିର ହାତ ବଢ଼ାଇବା, ଇଏ ହେଉଛି ମାନବିକ ମୂଲ୍ୟବୋଧ। ଏହି ମୂଲ୍ୟବୋଧକୁ ଗାନ୍ଧୀ ପ୍ରାଧାନ୍ୟ ଦେଇ ଆସିଥିଲେ। ତେଣୁ ଗାନ୍ଧୀକୁ ପଢ଼ିଲେ ଆମେ ଆମ ଜୀବନକୁ ଉନ୍ନତ, ମହତ୍ତର ଓ ଶାନ୍ତିପ୍ରିୟ କରିପାରିବା।